ସକାଳର ପ୍ରଥମ କାମ ହେଲା ଗଛରୁ ଫୁଲ ତୋଳିବା, କିନ୍ତୁ ଆଜିର କାମ ପୁରା ଅଲଗା। ଯେମିତି ମାଆଙ୍କୁ ଫୁଲ ଦେଇ ସାରିଲା ପରେ ଆସିକି ସକାଳୁ ଲାଗି ପଡ଼ୁଛି ମୋର କାମରେ, ଯେଉଁଟାକି ମୋର କଟିଂ ଗ୍ରୋ କରିବା ପାଇଁ। ତ ଏସବୁ ହେଉଛି ମୋର ପେନ୍ଥି କନିଅରି, ଯାହାକୁ ଆମେ ବହୁତ ସାରା ଗଛ କରନ୍ତି ବହୁତ ସହଜରେ। ତ ଏଇଟା ବେଶୀ ଲଟିବନି, ବହୁତ ବାଙ୍ଗରା ହେଇକି ଗଛଟା ରହିବ, ବେଶୀ ଲଟିବନି। ଅଲଗା ସବୁ କନିଅରି ଯେତିକି ଅଛି ନା, ସବୁ ଲଟେ ଜାତୀୟ ଭେରାଇଟି ଯେମିତିକା ବହୁତ ଲଟିବ, କିନ୍ତୁ ତାକୁ କାଟିଲେ ବହୁତ ଛୋଟ ଛୋଟ ବି ହେଇକି ରହିବ। କିନ୍ତୁ ଏଇ ଗଛଟାକୁ କାଟନ୍ତୁ କିମ୍ବା ନ କାଟନ୍ତୁ, କିନ୍ତୁ ଏ ଗଛଟା ସେତିକି ବାଙ୍ଗରା ହେଇକି ରହିବ, ଯେମିତି 4ରୁ 5 ଫୁଟ ଭିତରେ, ବେଶୀ ଡେଙ୍ଗା ହେବନି। ତାଠୁ ଭଲ କଥା ହେଲା ଏଇଟାକୁ ଯେତେ ପ୍ରନ୍ କରିବେ ସେତେ ଏଇ ଡାଳକୁଆଁ ଦେଇ ଚାଲିବା, ସେତେ ତାଠାରୁ ଅଧିକ ମାତ୍ରାରେ ଫୁଲ ବି ମିଳିବ। ବାକି କନିଅରି ଠାରୁ ନା ମୋତେ ଏଇ କନିଅରି ଗଛଟା ବହୁତ ଭଲ ଲାଗେ, କାହିଁକିନା ଏଇଟା ବେଶୀ ଲଟିବନି। ଅନ୍ୟ କନିଅରି ଗଛ ବହୁତ ଲଟେ, କିନ୍ତୁ ଏ ଗଛ ଅଧିକା ଲଟିବନି ଆଉ ଫୁଲ 12 ମାସ ମିଳେ। ଅନ୍ୟ ଗଛ କ'ଣ ସିଜନ୍ ଅନୁସାରେ ଫୁଲ କେବଳ ଦେଇଥାଏ, କିନ୍ତୁ ଏଇଟା ବର୍ଷକ 12 ମାସି। କିନ୍ତୁ ପ୍ରୋନ୍ କରିବେ ସମୟ ଅନୁସାରେ, ଯେମିତି ଫୁଲର ମାତ୍ରା କମି ଆସୁଥିବ ସେଇ ସମୟରେ କାଟିଦେବେ ଗଛଟା, ପୁଣି ତାର ଗ୍ରୋଥ୍ ଆସି ପୁଣି କଡ଼ ଭର୍ତ୍ତି ହେଇଯିବ। ତ ଆଜି ଯେହେତୁ ମୋର ସେଇ ପେନ୍ଥି କନିଅରର ଗୋଟେ ପାର୍ସଲ୍ ଥିଲା, ତ ତାକୁ ପ୍ରଥମେ ମୁଁ ପ୍ୟାକିଂ କରୁଥିଲି। ଆଉ ପ୍ୟାକିଂ କରିସାରିଲା ପରେ ତାର ଯେତିକି ବି ହେଉଛି ମାନେ ଗଛ ସବୁ ଡାଳ ମୁଁ ସବୁ ପାର୍ସଲ୍ କରିସାରିଛି। ତ ତାର ହେଉଛି କିଛିଟା ଡାଳ ପୁଣି ନୂଆ ଲଗେଇବି ବୋଲି ଭାବିକିରି ତା ଭିତରେ ହେଉଛି କିଛିଟା ଡାଳ ଚାରା ବନେଇଦେଲି ପୁଣି। ତ ଚାରା ଏଠି ବନେଇବା ବହୁତ ସହଜ, ଯେମିତିକା ମାତ୍ର ଗୋଟେ ସପ୍ତାହ ଭିତରେ ଚାରା ହେଇଯାଉଛି। କିନ୍ତୁ ଚାରାଟା ଟିକେ ଗ୍ରୋଥ୍ ହେବା ପାଇଁ ମୁଁ ଟିକେ ସମୟ ନେଉଛି, ଯେମିତି ଗ୍ରୋଥ୍ ହେଲେ ହିଁ ଯାଇକି ଭଲ ଲାଗିବ, ଆଉ ଯାହାକୁ ଦେବି ସେ ବି ପସନ୍ଦ କରିବ। ତ ମୁଁ ଗଛ ତ ସେଲ୍ କରିବା ପାଇଁ ହିଁ ମୁଁ ହେଉଛି ଏଇସବୁ ଗଛ ଆଗକୁ ଲଗାଉଛି, ଚାରା ବହୁତ ସାରା ପ୍ରସ୍ତୁତ ବି କରୁଛି। କିନ୍ତୁ ବହୁତ ଜଣ କ'ଣ କୁହନ୍ତି ନା, ମୋତେ ମେସେଜ୍ରେ କୁହନ୍ତି, ଦିଦି ତୁମେ ମେସେଜ୍ ଯେଉଁ ଆମେ କରୁଛୁ ତୁମେ ରିପ୍ଲାଏ କାହିଁକି ଦେଉନ? ତ ଗଛଟା ଯଦି ହେଲ୍ଦି ନଥିବ, ଦେବା ପାଇଁ ଯଦି ଠିକ୍ ସମୟ ତାର ହେଇନଥିବ ନା, ମୁଁ ସେଥିପାଇଁକା ମୁଁ କିଛି ରିପ୍ଲାଏ ହିଁ ଦିଏନି। ବହୁତ ଜଣଙ୍କୁ ପ୍ରାୟ ରିପ୍ଲାଏ ଦେଇନି ଏଇଭଳିଆ। ତ ଯେଉଁ ଗଛର ଗ୍ରୋଥ୍ ବହୁତ ବଢ଼ିଆ ଆସିଥିବ ଆଉ ଦେବା ଭଳିଆ ପସନ୍ଦ ମୋ ପସନ୍ଦକୁ ଆସିବ, ତ ସେତେବେଳେ ଯାଇକି ମୁଁ କାହାକୁ ରିପ୍ଲାଏ ଦେଇକି ମୋ ଲିଙ୍କ୍ ଦେଇଥାଏ, ଯେଉଁଥିରେ ଆପଣମାନେ ବି ଅର୍ଡ଼ର କରିପାରିବେ ଆଉ ମୁଁ ଆପଣମାନଙ୍କୁ ସେଲ୍ ବି କରିପାରିବି। ଆଉ ସେଇଟା ବହୁତ ସହଜରେ ବି, ଆଉ ଆପଣମାନଙ୍କୁ ବି ଖୁସି ଲାଗିବ ସେ ଗଛ ଦେଖିଦେଲେ, କାହିଁକିନା ଗଛର ଗ୍ରୋଥ୍ ଥିବ ମାନେ ଦେଖିଦେଲେ ହିଁ ମନ ପୁରା ଖୁସି ହେଇଯିବ, ଆଉ ତା ଛଡ଼ା ମୋତେ ବି ଭଲ ଲାଗିବ। ତ ସେଥିପାଇଁକା ମୁଁ ବହୁତ ଜଣଙ୍କୁ ରିପ୍ଲାଏ ଦେଇନି। ତ ଯଦି ଆପଣମାନଙ୍କର କିଛି ଗଛ ବି ଦରକାର, ମୋତେ ହେଉଛି ମୋ ଫେସବୁକ୍ ଲିଙ୍କ୍ ଦେଇଦେବି, ମୋତେ ଫଲୋ କରନ୍ତୁ, କମେଣ୍ଟ ବକ୍ସରେ କମେଣ୍ଟ କରନ୍ତୁ, ମୁଁ ଆପଣଙ୍କୁ ଲିଙ୍କ୍ ଦେବି। ଆଉ ସେଇ ଲିଙ୍କରେ ଯାଇକି ଆପଣ ଅର୍ଡ଼ର କରନ୍ତୁ, ମୁଁ ଆପଣମାନଙ୍କ ସହିତ ସେଲ୍ କରିବି, ଯେମିତିକି ଆପଣଙ୍କ ପାଖକୁ ଗୋଟେ ହେଲ୍ଦି ଗଛ ଆଉ ପରଫେକ୍ଟ ଗଛ ଦେବି। ତ ବହୁତ ହି ସୁଇଟେବୁଲ୍ ପ୍ରାଇସ୍ରେ ମୁଁ ଦେଉଛି। ତ ଆପଣମାନେ ଯଦି ଦେଖିନାହାନ୍ତି ଦେଖନ୍ତୁ, ମୁଁ ଆପଣମାନଙ୍କୁ ଲିଙ୍କ୍ ଦେଇଦେବି, ସେୟାର କରିବି ଆଗକୁ। ତ ଏବେ ମୋର ପ୍ୟାକିଂ ତ ପୁରାପୁରି ମସ୍ତ ଭାବରେ ମୁଁ କରିଦେଇ ସାରିଲିଣି, କିନ୍ତୁ ୟାର ହେଉଛି ଯେଉଁ ଏୟାର ପାସ୍ ପାଇଁ ନା ତାର ଦେହ ହୋଲ୍ ବି ରଖିଛି। ତ ଏବେ ଏଇ ଦାୟିତ୍ୱଟା ମୋର ସବୁଠୁ ବଡ଼ ଦାୟିତ୍ୱ। କ'ଣ ପ୍ୟାକିଂ କରିବା ମୋ ପାଇଁ ବହୁତ ସହଜ, କିନ୍ତୁ ଅଠା ଗୁଡ଼ା ଯେଉଁ ଜଏଣ୍ଟ ହେଇଯାଉଛି ମଝିରେ ମଝିରେ, ସେଇଟାକୁ ଖୋଜିକି କାଢ଼ିବା ହିଁ ମୋ ପାଇଁ ସବୁଠୁ ବଡ଼ କଷ୍ଟ। ଯାହା ବି ମୋର ପ୍ୟାକିଂ ହେଇଗଲା। ତ ଏବେ